7 ଜଣ ପୁରୁଣା ୱାରେଣ୍ଟି ଗିରଫ। ଦୀର୍ଘଦିନ ଧରି ବିଭିନ୍ନ କେସ୍ରେ ଜଡ଼ିତ ଥିବା 7 ଜଣ ଅଭିଯୁକ୍ତଙ୍କୁ ଆଜି ଗଁଦିଆ ପୋଲିସ କୋର୍ଟ ଚାଲାଣ କରିଛି। ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଗଁଦିଆ ଥାନା ଅଧିକାରୀ ସଲିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗଁଦିଆ ଥାନା ସହ ଅଧିକାରୀ ସୁବ୍ରତ କୁମାର ସାହୁ ଓ ଜୋରନ୍ଦା ଫାଣ୍ଡି ଅଧିକାରୀଙ୍କ ସହ ଏକ ପୋଲିସ ଟିମ୍ ରବିବାର ରାତ୍ରିରେ ଉକ୍ତ ଥାନାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଆତିଣ୍ଡା ଗ୍ରାମର ରତିକାନ୍ତ ପ୍ରଧାନ, କରମୂଳ ଗ୍ରାମର ସାରଙ୍ଗଧର ରାଉଳ, ନିହଲ ପ୍ରସାଦ ଥାନା ଅଧୀନ ବୃନ୍ଦାବନପୁର ଗ୍ରାମର ପ୍ରକାଶ ସ୍ୱାଇଁ, କୁସିନ୍ଦା ଗ୍ରାମର ରଘୁନାଥ, ଆତିଣ୍ଡା ଗ୍ରାମର ନିରାକାର ଦାସ, ଅରୁହାଁ ଗ୍ରାମର ଶିଖର ଦେହୁରୀ ଓ ଆତିଣ୍ଡା ଗ୍ରାମର ଗଙ୍ଗାଧର ଦାସଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।